ମୋ ନାଁ ହେଉଛି ବିଚିତ୍ରାନନ୍ଦ ବେହେରା, ସେବାନିବୃତ୍ତ ପ୍ରଧାନ ଶିକ୍ଷକ ଆଉ ବରିଷ୍ଠ ନାଗରିକ ମଧ୍ୟ। ଏ ମାଟିର କିମ୍ବଦନ୍ତୀ ପୁରୁଷ, ଅମ୍ଳାନ ପ୍ରତିଭା, କାଳଦୟୀ କବି, ବୈଷ୍ଣବ କବି, ନୀତିଯୁଗର ଶ୍ରେଷ୍ଠ କବି କହିଲେ ଅତ୍ୟୁକ୍ତି ହେବନି। ଭକ୍ତ କବି ଗୋପାଳକୃଷ୍ଣ ପଟ୍ଟନାୟକଙ୍କର ଜୟନ୍ତୀ ତିଥି 241ତମ ଜୟନ୍ତୀ ତିଥି। ଆଜି ଆମେ ଗୋପାଳକୃଷ୍ଣ ସ୍ମୃତି କଳା ପରିଷଦ ଆନୁକୂଲ୍ୟରେ ଏହି ମଞ୍ଚରେ ଆଜି ତାଙ୍କର ସଙ୍ଗୀତ ପରିବେଷଣ କଲୁ ଏବଂ ତାଙ୍କ ସମ୍ପର୍କରେ ଏକ ଭାଷଣ ମଧ୍ୟ ସମସ୍ତେ ଦେଲେ। ବହୁତ କଥା ଜାଣିଲୁ। ଗୋପାଳକୃଷ୍ଣ ହେଉଛନ୍ତି ଯିଏକି ଆଧ୍ୟାତ୍ମିକବାଦୀ ରାଧାକୃଷ୍ଣଙ୍କର ପ୍ରେମଲୀଳାକୁ ନେଇକି ଐଶ୍ୱରିକ ଚେତନା ଜାଗ୍ରତ କରିବାର ସେ ହେଉଛନ୍ତି ବ୍ୟକ୍ତିବିଶେଷ। ତାଙ୍କର କବିତା, ତାଙ୍କର ସଙ୍ଗୀତ କାଳଜୟୀ କେବଳ ସୀମିତ ପାରଳାଖେମୁଣ୍ଡି କରଣସାରେ ନୁହେଁ, ପୁରା ସମ୍ପୂର୍ଣ୍ଣ ଓଡ଼ିଶାରେ ଏବଂ ଓଡ଼ିଶା ବାହାରେ ତାଙ୍କର ଖ୍ୟାତି ରହିଛି। ତାଙ୍କର ଶେଷ ଶବ୍ଦ ଥିଲା ଜୀବ ଯିବାକୁ ହୋଇଲା ସଜ ରାଧା ଗୋବିନ୍ଦ ଭଜ, ଅର୍ଥାତ୍ ମୃତ୍ୟୁ ହିଁ ସୁନିଶ୍ଚିତ। ତା ବୋଲିକି ଜୀବଦଶାରେ ଆମେ କିଛି କରିକି ଯିବା, ସେଇଟା ଗୋଟେ ଆହ୍ୱାନ ମଧ୍ୟ ଦେଇଛନ୍ତି ସେ। ଆଉ ଆଜି ଯେଉଁମାନେ ଆଜି ଆସିକି ସେମାନଙ୍କର ବକ୍ତବ୍ୟ ପ୍ରଦାନ କରିଛନ୍ତି, ସେମାନେ ମଧ୍ୟ ବହୁତ ତଥ୍ୟ ଆମକୁ ଦେଇଛନ୍ତି ଗୋପାଳକୃଷ୍ଣଙ୍କ ଉପରେ। ଆଉ ସବୁଠୁ ଖୁସି ଲାଗିଲା ଯେ ସମସ୍ତ ପିଲାମାନଙ୍କୁ ନେଇକରି ଆମେ ପ୍ରାଥମିକ ସ୍ତରରୁ ମାଧ୍ୟମିକ ସ୍ତର ଏବଂ କଲେଜ ସ୍ତର ପର୍ଯ୍ୟନ୍ତ ଯେଉଁ କମ୍ପିଟିସନ୍ କରିଥିଲୁ, ଆମେ ସେଥିରେ ପୁରସ୍କୃତ ବିଜୟୀ ଛାତ୍ରଛାତ୍ରୀଙ୍କୁ